ସମସ୍ତଙ୍କୁ ଆମର ଏହି ଗଭୀର ଆଲୋଚନା କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜିର ତାରିଖ ହେଉଛି 6 ଏପ୍ରିଲ 2026 ଆଉ ମୁଁ ଆଜି ବହୁତ ଉତ୍ସାହିତ। ଆମେ ସାଧାରଣତଃ ଏକ୍ସରେ ମେସିନ୍ ସାମ୍ନାରେ ଛିଡ଼ା ହେଲେ ମନରେ ଗୋଟେ ଶାନ୍ତି ଥାଏ ଯେ ଡାକ୍ତର ଠିକ୍ କହିଦେବେ ସମସ୍ୟା କୋଉଠି ଅଛି। ହଁ ସେଇଟା ସତ। ଆମକୁ ସବୁବେଳେ ସ୍ପଷ୍ଟ ଚିତ୍ର ଦରକାର। ବିଲକୁଲ। କିନ୍ତୁ ଆଜି ଆମ ଟେବୁଲ ଉପରେ ବିଭିନ୍ନ ସୂତ୍ରରୁ ଯେଉଁ ଖବର ସବୁ ଆସିଛି, ମାନେ ଲାଗୁଛି ସମାଜର ସେହି ଏକ୍ସରେ ମେସିନ୍ ଟିକେ ଖରାପ ହେଇଯାଇଛି। ଆମେ ସ୍ପଷ୍ଟତା ଖୋଜୁଛୁ କିନ୍ତୁ ମିଳୁଛି କେବଳ ଅସ୍ପଷ୍ଟତା। ମାନେ ମଣିଷ ହିସାବରେ ଆମକୁ ସବୁବେଳେ କଳା ଏବଂ ଧଳା ଭିତରେ ରହିବାକୁ ଭଲ ଲାଗେ। ଠିକ୍ ନହେଲେ ଭୁଲ, କିନ୍ତୁ ବାସ୍ତବିକତା ତ ସେଇ ଧୂସର ରଙ୍ଗର ଥାଏ ଜାଣିଛନ୍ତି। ହଁ, ପ୍ରକୃତରେ ସବୁକିଛି ପରସ୍ପର ସହିତ ଯୋଡ଼ି ହୋଇ ରହିଛି। ତେବେ ଆଜି ଆମେ ଏଇ ଖେଳ ପଡ଼ିଆର ଚାପରୁ ଆରମ୍ଭ କରି ପରିବେଶ ବିବାଦ ଆଉ ଅର୍ଥନୀତିର ଗତିଶୀଳତାକୁ ଟିକେ ଯୋଡ଼ିବାକୁ ଚେଷ୍ଟା କରିବା। ଠିକ୍ ଅଛି, ଚାଲନ୍ତୁ ପ୍ରଥମେ ସେଇଠୁ ଆରମ୍ଭ କରିବା ଯୋଉଠି ମାନସିକ ଚାପ ସବୁଠାରୁ ଅଧିକ ସ୍ପଷ୍ଟ ଥିଲା, ମାନେ କ୍ରିକେଟ ପଡ଼ିଆରୁ। ଆଚ୍ଛା, ଗତ ଏପ୍ରିଲ 1 ତାରିଖ କଥା ଆପଣ କହୁଛନ୍ତି ନା, ଯେତେବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ତାଙ୍କ ନିଜ ଏକାନା ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ 6 ୱିକେଟରେ ହାରିଗଲେ। ହଁ, ଆଉ ମ୍ୟାଚ୍ ହାରିବା ତ ସାଧାରଣ କଥା, କିନ୍ତୁ ତାପରେ ଯାହା ହେଲା ତାହା ବହୁତ ଆଶ୍ଚର୍ଯ୍ୟଜନକ ଥିଲା। ମାନେ ପଡ଼ିଆ ମଝିରେ ଦଳର ମାଲିକ ସଞ୍ଜୀବ ଗୋଏଙ୍କା, ଅଧିନାୟକ ଋଷଭ ପନ୍ତ ଏବଂ କୋଚ୍ ଜଷ୍ଟିନ୍ ଲ୍ୟାଙ୍ଗରଙ୍କ ଭିତରେ ପ୍ରଚଣ୍ଡ ଯୁକ୍ତିତର୍କ ହେଲା। ସତରେ, ସେ ଅଡିଓ ତ ପୁରା ସ୍ପଷ୍ଟ ଶୁଣାଯାଉଥିଲା ବାହାରକୁ। ଜଣେ ମାଲିକ ଏମିତି କ୍ୟାମେରା ସାମ୍ନାରେ ରାଗିଯିବାଟା କ'ଣ ଦର୍ଶାଉଛି? ସେଇଟା ହିଁ କର୍ପୋରେଟ ଅର୍ଥନୀତିର ଚାପ। ଆଇପିଏଲ୍ ଏବେ ଆଉ କେବଳ ଖେଳ ହୋଇ ରହିନାହିଁ। ଯେତେବେଳେ ଜଣେ ଶହ ଶହ କୋଟି ଟଙ୍କା ଲଗାଉଛି, ସେ ଖେଳାଳିଙ୍କୁ ନିଜର ବ୍ୟବସାୟିକ ପୁଞ୍ଜି ଭାବରେ ଦେଖୁଛି। ମାନେ ଆର୍ଓଆଇ ବା ରିଟର୍ନ ଅନ୍ ଇନଭେଷ୍ଟମେଣ୍ଟ ଦରକାର ସେମାନଙ୍କୁ। ବିଲକୁଲ। ଆଗରୁ ଡ୍ରେସିଂ ରୁମ୍ ଭିତରେ କଥା ହେଉଥିଲା, ଏବେ ପୁଞ୍ଜିନିବେଶକ ସିଧା ମଇଦାନକୁ ହଲାଇ ତୁରନ୍ତ ହିସାବ ମାଗୁଛନ୍ତି। ମଣିଷକୁ ଏକ ମେସିନ୍ ଭଳି ବ୍ୟବହାର କରାଯାଉଛି। କିନ୍ତୁ ଆଉ ଗୋଟେ ଦିଗ ବି ଅଛି। ଗୋଟିଏ ପଟେ ଆମେ ମ୍ୟାଚ୍ ହାରିଲେ ଏତେ ଅସ୍ଥିର ହେଉଛେ, ଅନ୍ୟପଟେ ସାଫ୍ରନାଟ୍ ଦ୍ୱାରା ଯଶୋଦା ଏବଂ କୃଷ୍ଣଙ୍କର ଏକ ଚିତ୍ର 1667 କୋଟି ଟଙ୍କାରେ ବିକ୍ରି ହୋଇଛି। କେହି ଜଣେ ଗୋଟିଏ ସ୍ଥିର ଛବି ପାଇଁ ଏତେ ବିପୁଳ ଅର୍ଥ ଖର୍ଚ୍ଚ କରୁଛି? ଓହୋ, 167 କୋଟି! ମାନେ ତାହା କେବଳ କ୍ୟାନଭାସ୍ ନୁହେଁ, ତାହା ଏକ ଶାଶ୍ୱତ ଭାବନାର ମୂଲ୍ୟ। ହଁ, ଆଉ ସେଇ ଭାବନାକୁ ଯୋଡ଼ିବା ପାଇଁ ମୋ ପାଖରେ ଆଉ ଗୋଟିଏ ସ୍ଥାନୀୟ ଖବର ଅଛି। ଏପ୍ରିଲ 5 ତାରିଖରେ ଓଡ଼ିଶାର ବାସୁଦେବପୁର ଅଞ୍ଚଳରେ ଛୋଟ ପିଲାମାନଙ୍କ ପାଇଁ ପାରମ୍ପରିକ ପ୍ରବେଶୋତ୍ସବ ବା ଖଡ଼ିଛୁଆ ଅନୁଷ୍ଠିତ ହୋଇଛି। ବାଃ, ସେଟା ତ ବହୁତ ସୁନ୍ଦର ପରମ୍ପରା। ହଁ, ଡିଜିଟାଲ ଯୁଗରେ ବି ପିଲାମାନେ ସିଲେଟ ଆଉ ମାଟି ଖଡ଼ି ଧରି ଅକ୍ଷର ଲେଖୁଛନ୍ତି। ତେବେ ମୋର ପ୍ରଶ୍ନ ହେଉଛି, ଗୋଟିଏ ପଟେ ଆଇପିଏଲ୍ର ଅସ୍ଥିରତା ଆଉ ଅନ୍ୟପଟେ ଏଇ ଶାନ୍ତ ପରିବେଶରେ ଖଡ଼ିଛୁଆ, ସମାଜ ଏହି ସନ୍ତୁଳନ କେମିତି ରଖୁଛି? ମୋ ମତରେ ଆମେ ଜାଣିଶୁଣି ଏହି ପରମ୍ପରାକୁ ବଞ୍ଚାଇ ରଖିଛୁ। ଖଡ଼ିଛୁଆଁ ପ୍ରକ୍ରିୟା ପିଲାଟିକୁ ଧୈର୍ଯ୍ୟ ଶିଖାଏ, କାରଣ ଆଇପିଏଲ୍ ହେଉଛି ଆମର ବର୍ତ୍ତମାନର ବ୍ୟସ୍ତତା। କିନ୍ତୁ ଏହି କଳା ଏବଂ ପରମ୍ପରା ହେଉଛି ଆମର ଚେର, ଯାହା ଆମକୁ ଅଟକିବାକୁ ସୁଯୋଗ ଦିଏ। ଠିକ୍ କଥା। କିନ୍ତୁ ଅଟକିବା କଥା ଯେତେବେଳେ ଉଠୁଛି, ଆମକୁ ଟିକେ ବିକାଶ ଆଉ ପରିବେଶର ଦ୍ୱନ୍ଦ୍ୱ ଉପରେ ନଜର ପକାଇବାକୁ ପଡ଼ିବ। ଆମର ପରବର୍ତ୍ତୀ ପ୍ରସଙ୍ଗ ହେଉଛି ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର। ଆଚ୍ଛା, ପୁରୀ ଏୟାରପୋର୍ଟ ପ୍ରୋଜେକ୍ଟ କଥା। ହଁ, କେନ୍ଦ୍ର ସରକାର ଏହାକୁ ପ୍ରଥମ ପର୍ଯ୍ୟାୟ ଅନୁମୋଦନ ଦେଇଛନ୍ତି। କିନ୍ତୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ଆଉ ଗୋଟେ କଥା, ଆମେ ଏଠି କହି ରଖୁଛୁ, ଆମେ କୌଣସି ରାଜନୈତିକ ଦଳ ବା ସରକାରଙ୍କ ପକ୍ଷ ନେଉନାହୁଁ। କେବଳ ତଥ୍ୟ ଆଧାରରେ ଆଲୋଚନା କରୁଛୁ। ହଁ, ବିଲକୁଲ। ଆମର ଉଦ୍ଦେଶ୍ୟ ହେଉଛି କେବଳ ଘଟଣାଗୁଡ଼ିକୁ ବିଶ୍ଳେଷଣ କରିବା। ତେବେ ତଥ୍ୟ କହୁଛି, ଏହି ଗ୍ରୀନଫିଲ୍ଡ ପ୍ରକଳ୍ପ 1164 ଏକର ଜମିରେ ହେବ। ବାର୍ଷିକ ପ୍ରାୟ 4.6 ନିୟୁତ ଯାତ୍ରୀ ଯାତାୟାତ କରିବେ। କିନ୍ତୁ ଏଥିପାଇଁ 27 ହେକ୍ଟରରୁ ଅଧିକ ଜଙ୍ଗଲ ଜମି ନଷ୍ଟ ହେବ। ଆଉ ସବୁଠୁ ଚିନ୍ତାଜନକ କଥା ହେଲା, ପ୍ରାୟ 13,000 ଗଛ କାଟାଯିବ। ଆରେ ବାପରେ, 13,000! ଆଉ ସେଥିରୁ ଅଧିକାଂଶ ତ ଝାଉଁ ଗଛ ନା? ହଁ, ସମ୍ପୂର୍ଣ୍ଣ ଠିକ୍ କହିଲେ, ଝାଉଁ ଗଛ। ମାନେ ଆପଣ ଭାବନ୍ତୁ ଉପକୂଳ ଇକୋସିଷ୍ଟମ କଥା। ବାତ୍ୟା ବେଳେ ଏହି ଝାଉଁ ଜଙ୍ଗଲ ହିଁ ପବନର ଗତିକୁ ଅଟକାଏ ଆଉ ବାଲିକୁ ଧରି ରଖେ। ଯଦି ଏକାଥରକେ ଏତେ ଜଙ୍ଗଲ ସଫା ହୋଇଯିବ, ପୁରୀ ସହର ସିଧାସଳଖ ବିପଦରେ ପଡ଼ିବ। କେବଳ ସେତିକି ନୁହଁ, ଏହାର ପ୍ରଭାବ ବାଲୁଖଣ୍ଡ ଅଭୟାରଣ୍ୟ, ସମୁଦ୍ର କୂଳକୁ ଆସୁଥିବା ଅଲିଭ୍ ରିଡ୍ଲେ କଇଁଛ
ଏବଂ ଚିଲିକାର ପରିବ୍ରାଜକ ପକ୍ଷୀଙ୍କ ଉପରେ ବି ପଡ଼ିବ ବୋଲି ରିପୋର୍ଟର ଅଛି। ହଁ, ଅଲିଭ୍ ରିଡ୍ଲେ ମାନେ ଜହନ ଏବଂ ତାରା ଆଲୋକରେ ଦିଗବାରି ସମୁଦ୍ରକୁ ଫେରନ୍ତି। ଏତେ ବଡ଼ ଏୟାରପୋର୍ଟର ରାତିର ଉଜ୍ଜ୍ୱଳ ଫ୍ଲଡ୍ ଲାଇଟ୍ ସେମାନଙ୍କୁ ସମ୍ପୂର୍ଣ୍ଣ ଦିଗଭ୍ରଷ୍ଟ କରିଦେବ। ଓହୋ, ସେମାନେ ରାସ୍ତା ଭୁଲିଯିବେ ସେଥିପାଇଁ? କିନ୍ତୁ ମୋତେ ଆଉ ଗୋଟେ ଟେକ୍ନିକାଲ କଥା ବିଲକୁଲ ବୁଝାପଡ଼ୁନାହିଁ। ଡିଜିସିଏ ତ ପୂର୍ବରୁ ଜଗନ୍ନାଥ ମନ୍ଦିର ଆଖପାଖ ଅଞ୍ଚଳକୁ 2028 ପର୍ଯ୍ୟନ୍ତ ଗୋଟେ ରେଡ୍ ଜୋନ୍ ଘୋଷଣା କରିସାରିଛି ନା? ହଁ, ସେଟା ଗୋଟେ ନୋ ଫ୍ଲାଏ ଜୋନ୍, ମନ୍ଦିରର ସୁରକ୍ଷା ପାଇଁ। ଆଉ ଭୁବନେଶ୍ୱର ବିମାନବନ୍ଦର ପୁରୀଠାରୁ ମାତ୍ର 60 କିଲୋମିଟର ଦୂର। ତେବେ ରେଡ୍ ଜୋନ୍ ପାଖରେ ଆଉ ଗୋଟେ ଆନ୍ତର୍ଜାତୀୟ ବିମାନବନ୍ଦରର ଆବଶ୍ୟକତା କ'ଣ? ଆମେ କ'ଣ ଦୁଇଟି ଅଲଗା ଅଲଗା ଦିଗରେ ଚିନ୍ତା କରୁନାହୁଁ? ଏଠି ହିଁ ଆମର ବିକାଶର ମଡେଲ ପରସ୍ପର ବିରୋଧୀ ହୋଇଯାଉଛି। ଗୋଟିଏ ବିଭାଗ ସୁରକ୍ଷା ପାଇଁ ରେଡ୍ ଜୋନ୍ କରୁଛି, ଅନ୍ୟ ବିଭାଗ ଅର୍ଥନୈତିକ ଲାଭ ପାଇଁ ଏୟାରପୋର୍ଟ ଚାହୁଁଛି। ଆଉ ଏହି ବିରୋଧାଭାସର ଆଉ ଗୋଟେ ଉଦାହରଣ ଶୁଣନ୍ତୁ। ଦିଲ୍ଲୀରେ ଏନ୍ସିଆରଟିସି ଏବଂ ଆଇଆଇଟି ରୁର୍କି ମଧ୍ୟରେ ସହରାଞ୍ଚଳ ପରିବହନ ଗବେଷଣା ପାଇଁ ଗୋଟେ ଚୁକ୍ତି ହେଇଛି। ମାନେ, ଗୋଟିଏ ପଟେ ଆମେ ରେଡ୍ ଜୋନ୍ରେ ଏୟାରପୋର୍ଟ କରୁଛେ, ଅନ୍ୟପଟେ ଆଇଆଇଟି ସହ ମିଶି ନୂଆ ସ୍ମାର୍ଟ ଟ୍ରାନ୍ସପୋର୍ଟ ଖୋଜୁଛେ। କାରଣ ଆମର ଗୋଟିଏ ହାତ ଜାଣିପାରୁନାହିଁ ଯେ ଅନ୍ୟ ହାତଟି କ'ଣ କରୁଛି। ଗବେଷଣା ଆଉ ବାସ୍ତବିକ ପ୍ରକଳ୍ପ ଭିତରେ ବହୁତ ଦୂରତା ଅଛି। କିନ୍ତୁ ଆଉ ଗୋଟେ ଦିଗରୁ ଦେଖିଲେ ଜାତୀୟ ଅର୍ଥନୀତି ବହୁତ ଦ୍ରୁତ ଗତିରେ ଆଗକୁ ଯାଉଛି। ହଁ, ସେଇ ଅର୍ଥନୀତି କଥାରୁ ମନେ ପଡ଼ିଲା 2025-26 ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ଏକ ରେକର୍ଡ କରିଛି। ମାନେ 38,424 କୋଟି ଟଙ୍କାରେ ପହଞ୍ଚିଛି। ବାପ୍ରେ, ଏହା ତ ପୂର୍ବବର୍ଷ ତୁଳନାରେ ପ୍ରାୟ 62.7% ବୃଦ୍ଧି। ଭାରତ ଏବେ କେବଳ ଅସ୍ତ୍ର କିଣୁନାହିଁ, ବିକ୍ରି ବି କରୁଛି। ଆଉ ସେହିପରି କୃଷି କ୍ଷେତ୍ରରେ ବି ନିବେଶ ଆସୁଛି। ରାଜସ୍ଥାନ ମେ ମାସରେ ଗ୍ଲୋବାଲ ରାଜସ୍ଥାନ ଆଗ୍ରିଟେକ୍ ମିଟ୍ ବା ଗ୍ରାମ 2026 ଆୟୋଜନ କରିବାକୁ ଯାଉଛି। ଏହାକୁ ଦେଖିଲେ ମୋତେ ଗୋଟେ ରୂପକ ବା ଆନାଲଜି ମନେ ପଡ଼ୁଛି। ଆଚ୍ଛା, କ'ଣ ସେଇଟା? ମାନେ, ଆମ ଦେଶ ଗୋଟେ ଦ୍ରୁତଗାମୀ ଟ୍ରେନ୍ ପରି। ଏହି ପ୍ରତିରକ୍ଷା ରପ୍ତାନି ଏବଂ ଆଗ୍ରିଟେକ୍ ହେଉଛି ଇଞ୍ଜିନ୍ ଯାହା ଆଗକୁ ଟାଣୁଛି। ବହୁତ ବଢ଼ିଆ ତୁଳନା। କିନ୍ତୁ ସବୁକିଛି ଠିକ୍ ଚାଲିଛି ତ? ନା, ସେଇଠି ତ ସମସ୍ୟା। କାରଣ ଆର୍ଥିକ ଠକେଇ ଏବଂ ସାମାଜିକ ଅପରାଧ ହେଉଛି ସେହି ଟ୍ରାକ୍ରେ ଥିବା ଫାଟ। ଦିଲ୍ଲୀର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁ ରିପୋର୍ଟ ଅନୁଯାୟୀ କେବଳ 2025ରେ ବିଲ୍ଡର ଠକେଇର 190ଟି ମାମଲା ରୁଜୁ ହୋଇଛି ଏବଂ 447 ଜଣଙ୍କୁ ଗିରଫ କରାଯାଇଛି। ହଁ, ଲୋକଙ୍କର ସାରା ଜୀବନର ସଞ୍ଚୟକୁ ବିଲ୍ଡରମାନେ ଲୁଟି ନେଉଛନ୍ତି। ଆଉ ସେଥିପାଇଁ ହିଁ ଏବେ ଫରେନ୍ସିକ୍ ଆକାଉଣ୍ଟିଂର ବ୍ୟବହାର ବଢ଼ୁଛି। ଫରେନ୍ସିକ୍ ଆକାଉଣ୍ଟିଂ? ଆଚ୍ଛା, ଟିକେ ସଂକ୍ଷେପରେ ବୁଝାଇବେ, ଏହା କେମିତି କାମ କରେ? ଜଣେ ସାଧାରଣ ଲୋକର ଟଙ୍କା କେମିତି ରକ୍ଷା ହେଉଛି? ଦେଖନ୍ତୁ, ସାଧାରଣ ଆକାଉଣ୍ଟାଣ୍ଟ କେବଳ ହିସାବ ମିଳାନ୍ତି। କିନ୍ତୁ ଚୋର ବିଲ୍ଡରମାନେ ନକଲି ବା ସେଲ୍ କମ୍ପାନୀ ଖୋଲି ଟଙ୍କାକୁ ଲେୟରିଂ କରନ୍ତି, ମାନେ ଲୁଚାଇ ଦିଅନ୍ତି। ଫରେନ୍ସିକ୍ ଆକାଉଣ୍ଟାଣ୍ଟମାନେ ସେହି ଡିଜିଟାଲ ଟ୍ରାଞ୍ଜାକ୍ସନ୍ସକୁ ଟ୍ରାକ୍ କରନ୍ତି ଆଉ ଅଦୃଶ୍ୟ ଟଙ୍କାର ପ୍ରମାଣ ବାହାର କରନ୍ତି। ଏହା ବିନା ସେହି 447 ଜଣଙ୍କୁ ଗିରଫ କରିବା ଅସମ୍ଭବ ଥିଲା। ସତରେ ଏହା ଗୋଟେ ଗେମ୍ ଚେଞ୍ଜର ସାବ୍ୟସ୍ତ ହେଉଛି। କିନ୍ତୁ ଆର୍ଥିକ ସୁରକ୍ଷା ଭଳି ମଣିଷର ଶାରୀରିକ ସୁରକ୍ଷା ବି ଏକ ବଡ଼ ପ୍ରଶ୍ନ। ଶ୍ରମିକମାନଙ୍କ ପାଇଁ ମୁମ୍ବାଇରେ ଏପ୍ରିଲ 24ରେ ନୂତନ ଲେବର କୋଡ୍ କର୍ମଶାଳା ହେଉଛି ସତ, କିନ୍ତୁ ସାମାଜିକ ସ୍ତରରେ ଗୋଟେ ହୃଦୟ ବିଦାରକ ଘଟଣା ଘଟିଛି। ମୁଁ ବୋଧହୁଏ ଜାଣିଛି ଆପଣ କେଉଁ ଖବର କହୁଛନ୍ତି। ହଁ, ଜଣେ 15 ବର୍ଷର ଝିଅ ଯିଏ କହିଥିଲା ସେ 5 ମିନିଟରେ ଫେରିବ, କିନ୍ତୁ ତାକୁ ରାସ୍ତାରେ ଛୁରା ମାଡ଼ କରି ହତ୍ୟା କରାଗଲା। ଗୋଟିଏ ପଟେ ଆମେ 38,000 କୋଟିର ଅସ୍ତ୍ର ରପ୍ତାନି କରି ଗର୍ବ କରୁଛୁ, ଆଉ ଅନ୍ୟ ପଟେ ଆମ ରାସ୍ତାରେ ଗୋଟେ ପିଲା ସୁରକ୍ଷିତ ନୁହେଁ। ଏହା ଅତ୍ୟନ୍ତ ଦୁଃଖଦାୟକ। ବିକାଶ ସହିତ ଆମ ସାମାଜିକ ବନ୍ଧନ କେଉଁଠି ନା କେଉଁଠି ଖୋଲି ଯାଉଛି। ଠିକ୍ କହିଲେ। ଆଉ ଏହି ମାନବିକତାର ସଙ୍କଟ କେବଳ ଆମ ଦେଶରେ ନୁହେଁ, ସାରା ବିଶ୍ୱରେ ଅଛି। ଏବେ ଟିକେ ମଧ୍ୟପ୍ରାଚ୍ୟ କଥା ଦେଖନ୍ତୁ। ସେଠାରେ ସଂଘର୍ଷ ଯୋଗୁଁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା $107ରେ ପହଞ୍ଚିଲାଣି। ଆମେରିକା ରାଷ୍ଟ୍ରପତି ଆହୁରି 2-3 ସପ୍ତାହର ଆକ୍ରମଣ କଥା କହିଛନ୍ତି। ଆଉ ଜାତିସଂଘ ମୁଖ୍ୟ ବାରମ୍ବାର ଚେତାବନୀ ଦେଉଛନ୍ତି ଯେ ଏହା ତୁରନ୍ତ ବନ୍ଦ ହେବା ଦରକାର। $107 ମାନେ ବୁଝୁଛନ୍ତି ତ? ଏହା ସିଧାସଳଖ ଆମ ପରିବାରର ଆଉ ଦୈନନ୍ଦିନ ଖର୍ଚ୍ଚ ଉପରେ ପଡ଼ିବ। ବିଲକୁଲ। ଆଉ ଏଇଠି ମୋତେ ଗୋଟିଏ ବିଡ଼ମ୍ବନା ବହୁତ କଷ୍ଟ ଦେଉଛି। ଆମେ ନିଜ ଦେଶରେ ଏତେ ଅସ୍ତ୍ରଶସ୍ତ୍ର ରପ୍ତାନି କରୁଛୁ, କିନ୍ତୁ ଅନ୍ୟପକ୍ଷରେ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ବା UNDP ମୁଖ୍ୟ ଆଲେକ୍ସାଣ୍ଡର ଡି କ୍ରୁଜ
ସିରିଆର 8.6 ନିୟୁତ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ହଁ, ତାକୁ ଏକ ସଫଳତାର କାହାଣୀ କରିବାକୁ ସେ ଆଶାବାଦୀ ଅଛନ୍ତି। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ଲେବାନନ, ଇରାନ, ଇରାକ, ସିରିଆ ଆଉ ଜର୍ଡନରେ ଜୀବନ ବଞ୍ଚାଇବା ପାଇଁ ମାତ୍ର $30.3 ମିଲିୟନ ଜରୁରୀକାଳୀନ ପାଣ୍ଠି ପାଇଁ ସଂଘର୍ଷ କରୁଛି। ୟୁନେସ୍କୋ ବି ସାଂସ୍କୃତିକ ଐତିହ୍ୟ ରକ୍ଷା ପାଇଁ ଲଢ଼ୁଛି। ଯୁଦ୍ଧ ପାଇଁ ଅର୍ଥ ଅଛି, କିନ୍ତୁ ଜୀବନ ରକ୍ଷା ପାଇଁ ନାହିଁ। ଆପଣ ଏହାକୁ କେମିତି ଦେଖିବେ? ଏହା ହିଁ ଆନ୍ତର୍ଜାତୀୟ ରାଜନୀତିର କଳା ସତ୍ୟ। ଅସ୍ତ୍ରଶସ୍ତ୍ରରେ କ୍ଷମତା ଆଉ ଲାଭ ଅଛି, କିନ୍ତୁ ମାନବିକ ସହାୟତାରେ କୌଣସି ରାଜନୈତିକ ସ୍ୱାର୍ଥ ନାହିଁ। ତେବେ ଏହାର କୂଟନୈତିକ ସମାଧାନ କ'ଣ? ମୁଁ ଶୁଣିଛି ଏପ୍ରିଲ ମାସରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଗଲ୍ଫ ସହଯୋଗ ପରିଷଦ ବା GCC ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅଛି, ଯାହାର ଅଧ୍ୟକ୍ଷତା ବାହାରିନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ କରିବେ। ହଁ, ଏହା ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ମଧ୍ୟପ୍ରାଚ୍ୟରେ ଶାନ୍ତି ଆଣିବା ପାଇଁ ବାହାର ଦେଶଙ୍କ ଅପେକ୍ଷା GCC ଭଳି ସ୍ଥାନୀୟ ଶକ୍ତିଙ୍କ ହାତରେ ନେତୃତ୍ୱ ରହିବା ନିହାତି ଜରୁରୀ। ସେମାନଙ୍କର ସେହି ଅଞ୍ଚଳରେ ପ୍ରକୃତ ପ୍ରଭାବ ଅଛି। ମାନେ ଆମେ ଯେତେ ବଡ଼ ସମସ୍ୟା ଦେଖିଲେ ବି ସମାଧାନ ସବୁବେଳେ ସ୍ଥାନୀୟ ସ୍ତରରୁ ହିଁ ବାହାରିବ। ଏକଦମ ଠିକ୍ କଥା। ତେବେ ଆଜିର ଖବରଗୁଡ଼ିକ ଆରକୁ ଗୋଟେ ସ୍ପଷ୍ଟ ବାର୍ତ୍ତା ଦେଉଛି। ଆମେ କ୍ରିକେଟ ପଡ଼ିଆରୁ ଯାଇ ସିଧା ବାସୁଦେବପୁରର ଖଡ଼ିଚୁଆ ପାଖରେ ନିଜ ପରମ୍ପରାକୁ ଖୋଜୁଛୁ। ନୂଆ ବିମାନ ବନ୍ଦର ଆଉ ପ୍ରତିରକ୍ଷା ରପ୍ତାନୀର ଦ୍ରୁତ ଦୌଡ଼ ଭିତରେ ସନ୍ତୁଳନ ରକ୍ଷା କରିବାକୁ ନିରନ୍ତର ଚେଷ୍ଟା କରୁଛୁ। ଆଉ ଶ୍ରୋତାମାନଙ୍କୁ ବି ବୁଝିବାକୁ ପଡ଼ିବ ଯେ ସ୍ଥାନୀୟ ଜଙ୍ଗଲ କଟାଯିବା ହେଉ କିମ୍ବା ମଧ୍ୟପ୍ରାଚ୍ୟରେ ତୈଳ ଦର ବୃଦ୍ଧି, ସବୁକିଛି ଆମ ଜୀବନ ସହ ପରସ୍ପର ଜଡ଼ିତ। ସତ କହିଲେ। ଆଉ ଏଇସବୁ ଜଟିଳତା ଭିତରେ ଆଜିର ଆଲୋଚନା ଶେଷ କରିବା ପୂର୍ବରୁ ମୁଁ ଗୋଟେ ରୋଚକ ତଥ୍ୟ ଆପଣଙ୍କୁ ଦେବାକୁ ଚାହୁଁଛି। ଆଚ୍ଛା, କ'ଣ ସେଇଟା? ଗୋଟେ କୁଇଜ୍ରୁ ମୁଁ ପଢ଼ିଲି ଯେ ଉତ୍ତର ଆମେରିକାର ଜଙ୍ଗଲରେ ଏବେ ଗୋଟେ ନୂଆ ପ୍ରକାରର ଆକ୍ରମଣକାରୀ ପ୍ରଜାତି ବା ଇନଭେସିଭ୍ ସ୍ପିସିସ୍ ଦେଖାଦେଇଛି। ଏହା କୌଣସି ପଶୁ ନୁହେଁ, ବରଂ ଏକ ଜଙ୍ଗଲୀ ଖାଇବା ଛତୁ, ଯାହାର ନାମ ହେଉଛି ଗୋଲ୍ଡେନ୍ ଅୟଷ୍ଟର ମଶରୁମ୍। ଓହୋ, ଛତୁ! ମାନେ ଗୋଟେ ଖାଇବା ଛତୁ ଆକ୍ରମଣକାରୀ ହେଇଗଲେଣି? ସ୍ଥାନ ମିଳୁନି। ମୁଁ ବସି ଭାବୁଥିଲି, ଆମେ ମଣିଷମାନେ ବିମାନ ବନ୍ଦର ବନାଇବାକୁ ରେଡ୍ ଜୋନ୍ ନିର୍ଦ୍ଧାରଣ କରୁଛୁ ଆଉ ବୋମା ପକାଇ ସୀମା ବଦଳାଉଛୁ। କିନ୍ତୁ ପ୍ରକୃତିକୁ ଦେଖନ୍ତୁ, ସେ ନିଜ ଉପାୟରେ ନୀରବରେ ସାମ୍ରାଜ୍ୟ ବିସ୍ତାର କରିଚାଲିଛି। ତାକୁ କୌଣସି ଚୁକ୍ତି ଦରକାର ନାହିଁ। ବାଃ, ଏହା ତ ଏକ ଚମତ୍କାର ଚିନ୍ତାଧାରା। ପ୍ରକୃତିର ନିଜସ୍ୱ ଗୋଟେ ଶକ୍ତି ଅଛି, ଯାହା ଆମର ରାଜନୀତି ଆଉ ଅର୍ଥନୀତିର ବହୁତ ଊର୍ଦ୍ଧ୍ୱରେ। ବିଲକୁଲ। ଆଉ ଏହି ଚିନ୍ତାଧାରା ସହିତ ଆମେ ଆଜିର ଆଲୋଚନାକୁ ଏଇଠି ରଖୁଛୁ। ଆପଣମାନେ ବି ଏହା ଉପରେ ଟିକେ ଭାବନ୍ତୁ। ପୁଣି ଭେଟ ହେବ ଆମର ପରବର୍ତ୍ତୀ ଆଲୋଚନାରେ କିଛି ନୂଆ ପ୍ରସଙ୍ଗ ସହିତ। ସେତେବେଳେ ଯାଇ ସୁସ୍ଥ ରହନ୍ତୁ ଆଉ ନମସ୍କାର। ନମସ୍କାର, ସମସ୍ତଙ୍କୁ ଧନ୍ୟବାଦ।